ବସୁଦେବର ବିବାହ ଥିଲା ରାଜ ଯୋଟକ। ସେଦିନ ଥିଲା ମାର୍ଗଶିର ମାସ ଗୁରୁବାର, ବିଜା ସଂକ୍ରାନ୍ତିର 10 ଦିନ ଭୋଗ। ମହାମନ୍ତ୍ରୀ ଭାବିଥିଲି ମନେ ଭୋଜ ବଂଶ ଏବଂ ଯଦୁବଂଶ ମଧ୍ୟରେ ବନ୍ଧୁତା ସ୍ଥାପନ କରିବା ପାଇଁ, ହେଲେ ତାହା ସତ୍ୟରେ ହେଲା ପରିଣତ। ମୋରି ଅଲିଅଳ ଭକ୍ତିନୀ ଦେବକୀକୁ ସୁଦେବର ପୁତ୍ର ବସୁଦେବ ହସ୍ତରେ ନ୍ୟସ୍ତ କଲା ପରେ ପିତାଙ୍କ ଆଦେଶେ ସୁସଜ୍ଜିତ ରଥ ଉପରେ ନେଇ ଯାଉଥିଲି ବସୁଦେବପୁରୀ। ଏ ସମୟ ହେଲା ଦୈବ ବାଣୀ। ରେ ରେ କଂସ, ଯାକୁ ତୁଇ ପାଣ୍ଡ ପାଲିଙ୍କିରେ ବସାଇ ନେଇ ଯାଉଅଛୁ ବସୁଦେବପୁରୀ, ତାରି ଗର୍ଭର ଅଷ୍ଟମ ସନ୍ତାନ ହେବ ତୋର